ନଈ ଆରପାରି କବିତାର ମର୍ମାର୍ଥ। କବି କଳ୍ପନାପ୍ରିୟ। ବାସ୍ତବ ଅନୁଭୂତି ପାଇ ତାକୁ କଳ୍ପନା ରଙ୍ଗରେ ରଙ୍ଗାଇ କବି କବିତା ଲେଖେ, ସାହିତ୍ୟ ସୃଜେ। ମଣିଷର ଭାବନା ପ୍ରିୟତା ମଣିଷକୁ ଜୀବନରେ ସବୁ ପ୍ରକାରର ସ୍ରଷ୍ଟା ବା ନିର୍ମାତା କରିଛି। ତେବେ ସେହି କଳ୍ପନା ପ୍ରିୟତାର ମାନୁଷିକ ମନୋଭାବରୁ ସମୟ ଓ ଜୀବନ ଉଭୟ ମଣିଷ ଦୃଷ୍ଟିରେ ହୋଇଯାଇଥାନ୍ତି ନଈର ତର୍କଣା। 1960 ଦଶକର ଓଡ଼ିଆ ସିନେମାରେ ଗୀତଟିଏ ଅଛି, ଜୀବନ ଯମୁନାରେ ଜୁଆର ଉଠେରେ। ଅମଡ଼ାବାଟ ନାମକ ଲେଖିକା ବସନ୍ତ କୁମାରୀ ପଟ୍ଟନାୟକଙ୍କ ବହୁଚର୍ଚ୍ଚିତ ଉପନ୍ୟାସରୁ ଚଳଚ୍ଚିତ୍ର ରୂପ ଲଭିଥିବା ସିନେମା। ପୁଣି 1970 ଦଶକରେ ପୁନର୍ମିଳନ ନାମକ ଓଡ଼ିଆ ସିନେମାର ଗୀତରେ ଅଛି, ଜୀବନ ଯମୁନା ନଈ, ରାଇ ହେଲୁ ବାଇ, ଆଜି ସୁଖ କାଲି ଦୁଃଖ, ଏଥିକୁ ନ ହୁଅ ବିମୁଖ। ପୁଣି ସୂର୍ଯ୍ୟମୁଖୀ ନାମକ ଓଡ଼ିଆ ସିନେମାର ଗୀତରେ ଅଛି, ଦୁନିଆରେ ସମୟର ନଈ ବହିଯାଏରେ, ସମୟର ନଈ ବହିଯାଏ। ମାନ୍ନା ଦେ ନାମକ କଣ୍ଠଶିଳ୍ପୀଙ୍କ କଣ୍ଠରେ ଗାୟିତ ହୋଇଥିଲା। ଏଥିରୁ ଜଣାପଡ଼େ ନଈ କେମିତି ସମୟ ଓ ମାନବ ଜୀବନର ଅତିବାହିତ ପରିକଳ୍ପନା। ନଈ ପ୍ରବାହିତ, ମଣିଷ ଜୀବନ ବାହିତ। ଏହି ଦୃଷ୍ଟିରୁ ସମୟ ଓ ଜୀବନ ନଈରେ ତର୍କଣାୟିତ, ପ୍ରଲମ୍ବିତ ଧାରା ପାଇଁ, ବହିଯିବା ଗତିଶୀଳତା ପାଇଁ। କବି ଭାନୁଜୀ ରାଓ ଭକ୍ତକବି ମଧୁସୂଦନ ରାଓଙ୍କର ନାତି। କଟକ ସହରର ଖଟ୍ବିଲ୍ ସାହିରେ ରହିଥିଲେ, ଅବିବାହିତ ଥିଲେ। ନଈ ଆରପାରିର ଅବିସ୍ମରଣୀୟ କବି। ଏହି ନାମରେ ତାଙ୍କର କବିତା ବହିଟିଏ ଅଛି। 1926 ମସିହାରେ ଜନ୍ମ, 2001 ମସିହାରେ ମୃତ୍ୟୁ। ଦର୍ପଣ ସାମ୍ନାରେ, ଚନ୍ଦନ ବନରେ ଏକା, ବିଷାଦ ଏକ ଋତୁ ନାମରେ ତାଙ୍କର ଅନ୍ୟାନ୍ୟ କବିତା ବହି ଅଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ବିଜେତା। କଥା ଅଛି, ଜିସ୍କା ବାପ୍ ଘୋଡ଼ା ଚଢ଼ା, ଉସ୍କା ବେଟା ଥୋଡ଼ା ଥୋଡ଼ା। ଭାନୁଜୀଙ୍କର ଜେଜେ କବି, ନାତି ସେମିତି କବି। ଏ ହେଉଛି ବଂଶ ପ୍ରଥାରୁ ପ୍ରାପ୍ତ ପ୍ରତିଭା। ଯେମିତି ଫକୀରମୋହନ, ତାଙ୍କ ପୁଅ ମୋହିନୀମୋହନ ଥିଲେ ପ୍ରାବନ୍ଧିକ। ଯେମିତି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଠିକ୍ ସେମିତି ତାଙ୍କ ପୁଅ ନିତ୍ୟାନନ୍ଦ ମହାପାତ୍ର ଥିଲେ ଲେଖକ। କବିବର ରାଧାନାଥ ରାୟ ଯେମିତି ଲେଖକ ଥିଲେ, ତାଙ୍କ ପୁଅ ଶଶିଭୂଷଣ ରାୟ ସେମିତି ପ୍ରାବନ୍ଧିକ ମଧ୍ୟ ଥିଲେ। ଏମିତି ଖୋଜି ବସିଲେ ଅନେକ ବାହାରିବେ, ପିତୃଗୁଣେ ପୂତା ପରା, ଭାଗୀଦାରୀ ନ ହେବେ କେମିତି? ନଈ ଆରପାରି ମାନେ ନଈର ଆରପଟେ କ'ଣ ଅଛି ନା ମୃତ୍ୟୁ ପରବର୍ତ୍ତୀ ପରଲୋକ ପରବର୍ତ୍ତୀ ସଂସାର ଅଛି, ଯେଉଁଠି ମଲା ମଣିଷର ରୁହୁ ବା ଆତ୍ମା ଜମା ହୋଇ ରହେ। କୟାମତରେ ବିଚାର ଦିବସରେ କୃତ ବା କରିଥିବା କର୍ମର ଫଳ ପାଇବ, ପୁରସ୍କାର ଶାସ୍ତି ଭୋଗିବ। ସ୍ୱର୍ଗ ନର୍କରେ ରହି ଅମର ଅକ୍ଷୟ ଜୀବନ ବିତାଏ। ବିଶ୍ୱାସ କଲେ ମୁକ୍ତି, ଅବିଶ୍ୱାସୀ ହେଲେ ଶାସ୍ତି, ଏହା ସ୍ୱତଃସିଦ୍ଧ କଥା। ବୌଦ୍ଧିକ କବିତା ବୁଦ୍ଧିଦୀପ୍ତ, ଜଟିଳ ମସ୍ତିଷ୍କର ଚିନ୍ତା ସମନ୍ୱିତ ଖେଳ। ଲେଖକ ପାଠକ ମଧ୍ୟରେ ହୋଇଥାଏ। ଜଣେ ଦେଖେଇବ ଲେଖକ ହୋଇ, ଆଉ ଜଣେ ବୁଝେଇବ ପାଠକ ହୋଇ, ସମୀକ୍ଷକ ସାଜି। ଛୋଟ ସାପର ବି ବିଷ ଥାଏ, ଓଳିଆରୁ ଗଜାପରା। ଛୋଟ ଆକାରର କବିତା, କିନ୍ତୁ ବୁଦ୍ଧି ବା ମସ୍ତିଷ୍କ ଖେଳା ଓ ଖୋଳାର ମାନ୍ୟତା। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏ କବିତାଟିକୁ ଏକଦା MS ଶ୍ରେଣୀର ପାଠ୍ୟକୋର୍ସରେ ରଖିଥିଲା। ବୌଦ୍ଧିକ କବିତା। ଗାଳ୍ପିକ ଭୁବନେଶ୍ୱର ବେହେରାଙ୍କର ପେଡ଼ିଭରା ତମ୍ପ ଗଳ୍ପର ନାମାନ୍ତର। ମସ୍ତିଷ୍କ ସାପ, ମୁଣ୍ଡ ଖପୁରୀର, ପେଡ଼ି ଭିତରେ ଗୋଲେଇ କୁଣ୍ଡଳୀ ସୁପ୍ତ ଥାଇ ଫଁ ଫଁର ଖର ନିଶ୍ୱାସ ନେଇଥାଏ। ମିଥ୍ର ପ୍ରୟୋଗ କବି ଦ୍ରୌପଦୀଙ୍କର ଶାଢ଼ୀରେ ରଖିଛନ୍ତି। ମିଥ୍ ମାନେ ପୁରାଣକଳ୍ପ। ମାଇଥୋଲୋଜି ଶବ୍ଦରୁ ମିଥ୍ ଆସିଛି। ମାଇଥୋଲୋଜି ମାନେ ପୁରାଣ। ନଈ ଆରପାରି ଏକ ପରିସ୍ଥିତିବାଚକ ମନୋଭାବରୁ ସର୍ଜିତ। କବି ଥରେ ସନ୍ଧ୍ୟାବେଳେ କାନ୍ଥରେ ଟଙ୍ଗା ହୋଇ ଝୁଲୁଥିବା ଫଟୋରେ ଜଣେ କିଏ ଡ୍ରଇଂ କରିଛି। ସେହି ଚିତ୍ରାଙ୍କନରେ ଅଛି ଆକାଶ,
ପାହାଡ଼ ଓ ଝରଣା ନଦୀର ଅଙ୍କନ। ତାହାକୁ କବି ଅନୁଧ୍ୟାନର ସହିତ ଦେଖୁଥିବା ବେଳେ ସଂସିତ ବା ଏହି କବିତା ରଚନାର ଇଚ୍ଛା ମନରେ ଆସି ଲେଖନୀରେ ଲେଖାଇ ନେଇଛି। ଆଉ ଯାହାର ନାମ ନଈ ସେପଟର କଥା, ମାନେ ଜୀବନ ନଈର ବହିଯିବା ପରେ ମୃତ୍ୟୁକୁ ପାଇ ଈଶ୍ୱରଙ୍କ ରାଜ୍ୟରେ ପହଞ୍ଚିବାର ଅନୁଚିନ୍ତା। କବି ଏକାକୀ ନିଃସଙ୍ଗ ଜୀବନ ବିତାଇ ସ୍ତ୍ରୀ ପିଲାର ପରିବାର ନ କରି ଜୀବନରେ ଭାରି ଦୁଃଖୀ ଥିଲେ। ନହେଲେ ବିଷାଦ ଏକ ଋତୁ ନାମରେ କବିତା ବହିଟିଏ ଲେଖି ନଥାନ୍ତେ। ସଂସିତ ନଈ ଆରପାରି କବିତାରେ ବି କବିଙ୍କର କରୁଣ ରସସିକ୍ତ ମନର କିଞ୍ଚିତ୍ ପରିଚୟ ମିଳେ। ଆଉ ଦ୍ରୌପଦୀଙ୍କର କୁରୁସଭା ତଳେ ବସ୍ତ୍ରହରଣର ବିବସ୍ତ୍ର ବସ୍ତ୍ରକୁ ଅଶ୍ୱତ୍ଥ ବୃକ୍ଷ ଡାଳରେ ଝୁଲାଇବାର ଉଦ୍ଦେଶ୍ୟ, ଶାଢ଼ୀକୁ ଟଙ୍ଗାଇବାର ଅର୍ଥ, ବଟ ବା ବର ଅଶ୍ୱତ୍ଥ ଗଛ ହିନ୍ଦୁର ଧାର୍ମିକ ମାନ୍ୟତାରେ ପବିତ୍ର ଅପର ବୃକ୍ଷଦ୍ୱୟ। ମଣିଷ ଧର୍ମବିଶ୍ୱାସୀ ହୋଇ ନାରୀ ଲୋଲୁପତାରେ ଫେର ଆକ୍ରାନ୍ତ ଆକ୍ରମିତ ପଡ଼ୁଛି କେମିତି? ହିତାହିତ ଜ୍ଞାନ ଭୁଲି ଅବିବେକୀ ହୋଇ। ଅଶ୍ୱତ୍ଥ ଗଛ ତାହାର ସାଙ୍କେତିକ ସୂଚକ। ବିଚାର ବିଭ୍ରାଟ ନୁହେଁ ତ ଆଉ କ'ଣ? ଅନୈତିକ ଲୋକ ହିଁ ଦୁଃଶାସନ ଭଳି ଅଧର୍ମାଚାରୀ ବନିଯାଏ। ସେକ୍ସ ଇଜ୍ ଏ ଡେଫିନାଇଟ୍ ଅର୍ଜ ବୋଲି ଇଂରାଜୀ ଔପନ୍ୟାସିକ ଡି.ଏଚ୍. ଲରେନ୍ସ କହିଥିଲେ ବି, ଯୌନତା ଜୀବନର ନିଶ୍ଚିତ ଚାହିଦା ରହିଥିଲେ ବି ଏହାର ମାନେ ନୁହେଁ କି ଯୌନ ରୋଗୀ ହେବା, ନିଜ ପର ବିବେଚନା ନ କରିବା, ଅଧାର୍ମିକ ହେବାର ପରିଣାମ କଥା ଭାବି ନ ପାରୁଥିବା ବ୍ୟକ୍ତି ବିପଥଗାମୀ ଦୁଃଶାସନ ଭଳି ହୋଇଥାନ୍ତି ନିଜ ନିଜର ଜୀବନରେ। ମୂଳ କବିତା କାନ୍ଥରେ ଝୁଲୁଥିବା ଛବି ପରି ନଈ ଆରପାରି। ରହସ୍ୟର କୁହୁଡ଼ିରେ ମ୍ଳାନ କେହି ଜଣେ ଆଙ୍କିଅଛି ନୀଳିମାରେ। ବୁଡ଼ାଇ ବୁଡ଼ାଇ ପାହାଡ଼ର ଧାଡ଼ି। ଦୂରର ଅଶ୍ୱତ୍ଥ ଡାଳେ ଶୁଖୁଅଛି ଦ୍ରୌପଦୀର ଶାଢ଼ୀ। ତରୁଣୀ କଦମ୍ବ ପାଖେ ଭେଟିବାକୁ ପ୍ରତିଶ୍ରୁତି ଥିଲା। କଥା ଥିଲା ନଈଠାରୁ ଶିଖିବାକୁ କୋମଳ ଗାନ୍ଧାର। ତୋଳି ନେବି କୁହୁଧ୍ୱନି ପ୍ରଚ୍ଛନ୍ନ କୋଇଲି କଣ୍ଠରୁ। ଜହ୍ନ ପାଇଁ ବିଛାଇବି ହୃଦୟରେ ଜରିର ଚଦର। ଏପାରିରେ ଇନ୍ଦ୍ରଧନୁ ମରିଯାଏ ଏନ୍ତୁଡ଼ିଶାଳରେ। ମଣିଷର କ୍ଷୁଧା, କ୍ଷୋଭ ଆଉ ଯେତେ ପୁରାତନ ପାପ, ତଣ୍ଟି ଚିପି ରୁନ୍ଧି ଦିଏ ଘନିଷ୍ଠ ଛାଇକୁ ବାରମ୍ବାର। ଏପାରିରେ ଝୁରୁଥାଏ ଏକାକୀ ଚକର, ସେପାରିରେ ଯେତେ ସ୍ୱପ୍ନ ପ୍ରତ୍ୟାଶାର ହାତ ଧରି ଚାଲିଯିବି ଦିନେ ଆରପାରି। ଦିଗ୍ବଳୟୁ ବୋଳି ହେବି ମୁଠା ମୁଠା ମାୟାବୀ ଅବିର। ଠିକ୍ ଯାଇ ପହଞ୍ଚିବି ଚନ୍ଦନ ବନରେ ଯେଉଁଠାରେ ବସିଥିଲେ ଏକଦା ଈଶ୍ୱର। ଛୋଟ କବିତାଟିଏ, ପରନ୍ତୁ ବୌଦ୍ଧିକ ବା ବୁଦ୍ଧିଦୀପ୍ତ ଚେତନାପିଷ୍ଟ ଅଟେ। ବୁଝିବାକୁ ସହଜ କରିପାରିଲେ ଯାଇ କବିତା ପଢ଼ିବା ସାର୍ଥକ ମନେ ହୋଇପାରିବ, ନଚେତ୍ ପାଠକୀୟ ଅବଶୋଷ ରହିଯିବ। କବିତାର ଆଲୋଚନା ଜୀବନକୁ ନଈ ଭାବରେ ଭାବିନେଇ ଇହଲୋକ ବା ମଣିଷର ଜନ୍ମିତ ନଶ୍ୱର ସାଂସାରିକ ଜୀବନ ଏବଂ ମଣିଷର ମୃତ୍ୟୁ ପରବର୍ତ୍ତୀ ପରଲୋକର ଆତ୍ମିକ ଜୀବନ, ସେହି ଜୀବନ ନଦୀର ଦୁଇ କୂଳ ମାନେ କରିଛନ୍ତି। କବି ତୁଣ୍ଡ ମେଣ୍ଢାମୁଣ୍ଡ ଭଳି ଭାରି ଟାଣ। ସେଥିରେ କେତେବେଳେ କୋଉ ଭାବନା କେମିତି ଉପାୟରେ ଜାଗରିତ ହେବ, ବିଚିତ୍ର ରୀତିରେ ଅଥବା ସାଧାରଣ ସହଜ ଅବବୋଧ ରୀତିରେ, ଏହା କହିବା ସାଧାରଣ ପାଠକ ପକ୍ଷେ ସହଜ ନୁହେଁ। କବିଙ୍କର ନଈ ଆରପାରି କାବ୍ୟିକ ଭାବନା ଠିକ୍ ଏଇପରି ହୋଇଅଛି। ପ୍ରେମ ନାୟିକା ପରିଣୀତା ବା ବିବାହିତା ସ୍ତ୍ରୀକୁ ପ୍ରେମ କରି ଜୀବନର ମାଧୁର୍ଯ୍ୟ ସୌନ୍ଦର୍ଯ୍ୟ ଭୋଗ ସହିତ ସମସ୍ୟା ଏବଂ ଦୁଃଖ ବିଜଡ଼ିତ ଜୀବନର ନାନାଦି ଦହନ ତଥା ମୃତ୍ୟୁ ପରେ ପୁନରୁତ୍ଥିତ ପରଲୋକର ନଈର ଦ୍ୱିତୀୟ କୂଳର ଜୀବନ ମୋକ୍ଷପ୍ରାପ୍ତିର ସଂକ୍ଷିପ୍ତ ପରିଭାଷାର ବୌଦ୍ଧିକ ବା ବୁଦ୍ଧିଜନିତ ବର୍ଣ୍ଣନା ହେଉଛି ଏହି କବିତା। ମିଥିକ୍ ବୁଝାମଣା କବିତାର ଅନ୍ୟତମ ଦିଗ। ବୁଝିବା କଷ୍ଟକର ସିନା, କବିତା ପଠନ କିନ୍ତୁ ଆଗ୍ରହୀତ। ବାରମ୍ବାର ପଢ଼ିବାକୁ ଭଲ ଲାଗେ, ସଂକ୍ଷେପରେ ସହଜ ବୁଝି ହୁଏ। ହେଲେ କବିତାର ଧାଡ଼ିକୁ ଧାଡ଼ି ଆମକୁ ବୁଝିବାକୁ ପଡ଼ିବ। ଯେହେତୁ ଆମେ କବିତା
ପଠନ ଅନୁରାଗୀ। ଜନ୍ମିଲେ ମରଣ ନିଶ୍ଚିତ ବା ଅବଶ୍ୟମ୍ଭାବୀ ଅଛି। ଭାଗବତ କହେ ମର୍ତ୍ତ୍ୟମଣ୍ଡଳେ ଦେହ ବହି ଦେବତା ହେଲେ ହେଁ ମରଇ। କୋରାନ କହେ କୁଲ୍ଲୁ ନଫ୍ସିନ୍ ଜାଏକାତୁଲ୍ ମୌତ୍, ଅର୍ଥାତ୍ ପ୍ରତ୍ୟେକ ଜୀବଙ୍କୁ ମୃତ୍ୟୁ ସ୍ୱାଦ ଚାଖିବାକୁ ପଡ଼ିବ। ଭାଗବତ ପୁଣି କହେ ସର୍ବେ ଚଳିବେ କାଳ ବଳେ ଯଶ ରହିବ ମହି ତଳେ। ଆଉ ନଈ ଆରପାରି କବିତା ମୃତ୍ୟୁ ଚେତନା ଆଧାରିତ। କବି ଦେଖୁଛନ୍ତି ଘର କାନ୍ଥରେ କେହି ଜଣେ ବ୍ୟକ୍ତି ବା ପିଲାଟିଏ ହାତରେ ପାହାଡ଼ ମଝିରେ ବୋହି ଯାଉଥିବା ନଦୀର ଛବି ନୀଳ କାଳିରେ ସାଦା ଭାବରେ ଆଙ୍କି ଫଟୋ କରି କାନ୍ଥରେ ଝୁଲେଇ ଦେଇଛି। ଡ୍ରଇଂ କରିଥିବା ମାମୁଲି ଚିତ୍ରପଟଟିଏ କବିଙ୍କ ମନରେ ଅସାଧାରଣ ଭାବ ପ୍ରତୀତି ସୃଜିଛି। ଦୁଆତ କାଳିର ନୀଳ ରଙ୍ଗର ବୁଢ଼ା ଛବି, କାନ୍ଥର ଛବିର ନଈ ଜୀବନ ଏପାରି ମାନେ ଇହ ଜଗତ, ଆଉ ମନରେ ଜୀବନ ନଦୀର ଅନ୍ୟ କୂଳ ବା ଆରପଟ ପରଲୋକ ବା ମୃତ ପରବର୍ତ୍ତୀ ଜୀବନ। ଜୀବନରେ ମୃତ୍ୟୁ ଅଛି, ପାପ ପୁଣ୍ୟର ଭୋଗ ଅଛି ଜାଣିବା ସତ୍ତ୍ୱେ ବି ଅଧାର୍ମିକ ଅନୈତିକ ଲୋକ କାମାତୁର ହୋଇ ପରକୀୟା ପ୍ରତି ପ୍ରମତ୍ତ ହୋଇଛି ଦୁଃଶାସନଙ୍କ ପରି। ଆଉ ଲମ୍ପଟ ଆଚରଣ ପରେ ଅଶ୍ୱତ୍ଥମାନେ ପବିତ୍ର ପୂଜିତ ଗଛରେ ସେ ପାପରୁ ଓହ୍ଲାଇଥିବା ଲଙ୍ଗଳା କରିଥିବା ଉନ୍ମୁକ୍ତ କରିଥିବା ପରିହିତ ପୋଷାକକୁ ଗଛରେ ଟାଙ୍ଗିଛି ମାନେ ଦେଖଉଛି ହେ ଜଗତ ମଣିଷ ଦେଖ ମୋର ପାପ ଆଜି ବି ଦୁଃଶାସନ ଭଳି ଅଛି। କୃଷ୍ଣ ଯେମିତି ବୃନ୍ଦାବନର କଦମ୍ବ ମୂଳରେ ରାଧାଙ୍କ ସହିତ ରାସଲୀଳା କରିଥିଲେ, କବି ନିଜ ପ୍ରେମିକା ସହିତ ପାର୍କର କଦମ୍ବ ଗଛ ମୂଳରେ ସାକ୍ଷାତର କଥା ଦେଇଥିଲେ। ନଈଠାରୁ ମାନେ ଜୀବନ ବିତାନ ନଈରୁ ମିଠା ମିଠା ପ୍ରେମାଳାପର କୋମଳ ନରମ ବାକ୍ୟାଳାପ କରିବେ। କୋମଳ ଗାନ୍ଧାର ସଙ୍ଗୀତର ଅପର ରାଗ, କୋଇଲିର ମଧୁର ତାନ ଭଳି ପ୍ରେମିକା ଅଭିସାର ବେଳେ ମୁଁ ସେଇଭଳି ତୁନି ତୁନି କଥା ଲାଗେ ଭାରି ମିଠାର ସିନେମା ଗୀତର ଆଚରଣ ଦେଖାଇବି, ନହେଲେ ମାନମୟୀ ପ୍ରେମିକା ମୋର ରାଗିଯିବେ, ଅଭିମାନ କରିବେ। ଜହ୍ନ ରାତିରେ ପ୍ରେମିକା ସହିତ ମିଶିକି ଏକତ୍ର ବୁଲିବି, ମନକୁ ରଙ୍ଗୀନ କଳ୍ପନାସିକ୍ତ କରାଏ। ଜୀବନ ନଈର ଇହ ନଷ୍ଟଶୀଳ ସଂସାରରେ ସପ୍ତରଙ୍ଗୀ ଇନ୍ଦ୍ରଧନୁର ନାନାଦି ଆଶା ମରିଯାଏ। ସବୁ ଫଳବତୀ ହୋଇପାରି ନଥାଏ, ସବୁ ଦେଖା ସ୍ୱପ୍ନ ସତ ହୋଇନଥାଏ। ଜନ୍ମର ଏନ୍ତୁଡ଼ିଶାଳମାନେ ମନରେ ଦେଖା ଦେଉଥିବା ଉଦ୍ଗତ ହେଉଥିବା ଆଶା କାମନା ଯାହାକି ମନରେ ହିଁ ଜାତ ହୁଏ, ଜନ୍ମେ। ସେଥିପାଇଁ ଏନ୍ତୁଡ଼ିଶାଳ ବୋଲି କବି କହିଛନ୍ତି। ମଣିଷ ଆହାର ନିଦ୍ରା ମୈଥୁନ ପ୍ରାଣୀ। ଖାଇବା ପାଇଁ ରହିବା ପାଇଁ ଅସାଧୁ ଉପାୟ ଅବଲମ୍ବନ କରେ, ପାପ ଅର୍ଜନ କରେ। ଏକ ନୁହେଁ ଅନେକ ଅଜସ୍ର ପାପ। ସ୍ୱାର୍ଥପର ସୁବିଧାବାଦୀ ହୋଇ ଅନ୍ୟର ଉଦ୍ୟମର ପଥରୋଧକାରୀ ହୁଏ। ତଣ୍ଟି ଚିପି ମଣିଷକୁ ମାରିଦେବା ପ୍ରକାରେ ଏକାନ୍ତ ଘନିଷ୍ଠ ଆତ୍ମୀୟ ବନ୍ଧୁକୁ ଯିଏକି ଛାଇ ପରି ଥାଏ ତାକୁ ବି ବେଳ ପଡ଼ିଲେ ଠକିଦିଏ, ପ୍ରତାରିତ କରେ ନିଜ ସ୍ୱାର୍ଥ ଆଗରେ। କାରଣ ଦୁନିଆ ପ୍ରତିଯୋଗିତାର, ଅନ୍ୟକୁ ଦଳି ଚକଟି ମାଡ଼ି ଚାଲିବାର। ଆପେ ବଞ୍ଚିଲେ ବାପର ନାଁ ପାଇଁ, ଆଉ ବନ୍ଧୁ ଆତ୍ମୀୟ ଲୋକଟି ବନ୍ଧୁର ଠକାମି ଜାଣି ନ ପାରିଲା ଅସହାୟ ଥାଇ ଏକାକୀ ଚକୋର ପକ୍ଷୀ ଭଳି କାନ୍ଦେ, ଝୁରେ, ଗାଳି ଦିଏ, ଶଳା ନିମକହାରାମ ଦଗାବାଜ। ବନ୍ଧୁତ୍ୱର ଏଇ ଶିଲା ପ୍ରତିଦାନ ଦେଲୁ, ସରଳ ବିଶ୍ୱାସ କଲି ବୋଲି ଆଜି ତୁ ମୋତେ ଠକିଦେଲୁ। କଥାରେ ଅଛି ପରା, ମାୟା ବି ଜୀବ ନୁହେଁ କାହାରି, କିସ ପୁଣି ଦେଖା ନଯାଏ ବଞ୍ଚିଥିଲେ ମହୀରେ। ଚକୋର ପକ୍ଷୀ ରାତିରେ ଅଲଗା ହୋଇ ହେବାର ଅଭିଶାପ ରାମଙ୍କଠାରୁ ପାଇଥିଲେ। ଦୁହେଁ ରାତିରେ ଏକତ୍ର ରହି ପାରିବେ ନାହିଁ, ସେ ଲାଗି ଚକୋର ପକ୍ଷୀର ଉଦାହରଣ କବି ଦେଇଛନ୍ତି। ରାମଚନ୍ଦ୍ର ସୀତା ବିରହରେ ଏକାକୀ ବୋଲୁଥିବା ବେଳେ ଚକୋର ମିଳନକୁ ସହିପାରି ନଥିଲେ, ତେଣୁ ଅଭିଶାପ ଦେଇଥିଲେ। କବି କହୁଛନ୍ତି ମଣିଷ ଜୀବନ ନଦୀର ନଶ୍ୱର ସଂସାର କୂଳରେ ଥାଇ ନାନା ଅନୈତିକ ପାପ କାମ କରେ। ହେଲେ ମୃତ୍ୟୁ ପରବର୍ତ୍ତୀ ପରସଂସାରରେ କେମିତି ଦୁର୍ଗତି ଭୋଗିବ ସେ ସମ୍ବନ୍ଧରେ ଭାବି ବି ଥାଏ ବା ତାର ଭାବିବା ଦରକାର। କବି କିନ୍ତୁ ଭାବିଛନ୍ତି ବୋଲି କହିଛନ୍ତି। ଭଗବାନ ଭାରି ଦୟାଳୁ, ସେ ମଣିଷର ପାପି ପେଟକା ସୱାଲ ହାୟର ଉଦ୍ଦେଶ୍ୟ ବୁଝନ୍ତି। ତେଣୁ ମୃତ୍ୟୁର ହାତ ଧରି ଇହ ସଂସାରର ଜୀବନ ନଈର କୂଳରୁ ଭାସିଯାଇ ମଲା ସଂସାରର ପରଲୋକର କୂଳରେ ଯାଇ ପହଞ୍ଚିଯିବି, ସେଠି ଉପସ୍ଥିତ ହେବି। ମୁଁ ପ୍ରତ୍ୟାଶା କରିଛି କି ଭଗବାନ ମୋର ପାପକୁ କ୍ଷମା ଦେବେ,
ମୋତେ ମାଫ କରିଦେବେ। ମୋର ମର ସଂସାରର ଶବ ପିଣ୍ଡକୁ ଅବିର ଗୁଣ୍ଡରେ ବୋଳିବାର କାରଣ ହେଲା ମୋକ୍ଷ ମୁକ୍ତିର ଭଲ ଫଳ ମିଳିବ, ନର୍କଦଣ୍ଡ ମିଳିବନି। ଚନ୍ଦନ କାଠରେ ମୋର ଜୁଇ ପ୍ରସ୍ତୁତ ହୋଇଥିବ। ଜୀବନକୁ ମଲା ପରେ ବି ବାସ୍ନାୟିତ ଶୁଭମୟ କରିଛି ବୋଲି ଲୋକଙ୍କୁ ଦେଖାଇ ସ୍ୱର୍ଗର ବାସ୍ନାୟିତ ସୁଖାୟିତ ବା ସୁଖମୟ ସ୍ଥାନରେ ଯେଉଁଠି ଭଗବାନ ଈଶ୍ୱର ମୋତେ ଆସିବାର ଅପେକ୍ଷାରେ ମୋତେ ଅନାଇ ବସିଥିବେ, ଏଇଆ ଭାବିକି ଯେ ଭକ୍ତଟି ମୋର ପାପ କରିଥିଲେ ବି ମୋର ଦୟା କରୁଣା ଉପରେ ବିଶ୍ୱାସ ରଖିଥିବାରୁ ତାକୁ ମୁଁ ମୋକ୍ଷ ମୁକ୍ତି ଦେବି, ନର୍କ ଯନ୍ତ୍ରଣାରୁ ଆଉ ଶାନ୍ତିର ସହିତ ସ୍ୱର୍ଗରେ ନେଇ ସ୍ଥାପିବି ରଖିବି। କବିତାରେ କବି ଆଶାବାଦୀ ସ୍ୱର ପ୍ରକାଶ କରିଛନ୍ତି।